ଆଜିର ଶିଶୁ କାଲିର ଭବିଷ୍ୟତ। ଶିଶୁ ହସିଲେ ଦେଶ ହସିବ। କୁନି କୁନି ଶିଶୁଙ୍କ ମୁହଁରେ ହସ ଫୁଟାଇବା ନିମନ୍ତେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଛତ୍ରପୁର ବ୍ଲକ ଅନ୍ତର୍ଗତ ନୂଆପଲ୍ଲୀ ଗ୍ରାମଠାରେ ଅନୁଷ୍ଠିତ ହୋଇଛି। ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରୋହିତ୍ୟରେ ଗ୍ରାମର ପିଲାମାନଙ୍କୁ ନେଇ ପିଲାଙ୍କ ସ୍ନେହ ଉତ୍ସବ କାର୍ଯ୍ୟକ୍ରମ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଛି। ବେଲୁନ ଫୁଙ୍କା, ସାମୂହିକ କେକ୍ କଟିଂ, ନାଚ ଗୀତ, କୁଇଜ୍, ମିଷ୍ଟାନ୍ନ, କଲମ ବଣ୍ଟନ ସହିତ ଭୋଜିଭାତର ଆସର ହୋଇଥିଲା। ଏଥିରେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ରାଧାଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର, ଆଇନଜୀବୀ ଡକ୍ଟର ପ୍ରଶାନ୍ତ କୁମାର ଶତପଥୀ, ଓଡ଼ିଶା ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ମହାରଣା, ଯୁବ ସାମ୍ବାଦିକ ସନ୍ତୋଷ କୁମାର ସାହୁଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଶିଶୁମାନଙ୍କ ସହିତ ମଜା ନେଇଥିଲେ। ସାଗରିକା ପଣ୍ଡା, ଯଶୋଦା ଫାଉଣ୍ଡେସନ ଟ୍ରଷ୍ଟି। ଆଜିର ଏଇ କାର୍ଯ୍ୟକ୍ରମଟା ତମ ପାଇଁ ଗୋଟେ ମଧ୍ୟ ନିଆରା, ବହୁତ ଅଲଗା ଲାଗିଲା। ଆମେ ସବୁ କାର୍ଯ୍ୟକ୍ରମ କରୁଛୁ, ମା ମାନଙ୍କ ସହିତ ବୃଦ୍ଧାଶ୍ରମରେ କାମ କରୁଛୁ, ବ୍ଲଡ ଡୋନେସନ କ୍ୟାମ୍ପ କରୁଛୁ, କିନ୍ତୁ ଆଜି ଯୋଉ କାର୍ଯ୍ୟକ୍ରମଟା ପ୍ରକୃତରେ ମୋ ବାପା ହିଁ ମତେ ପ୍ରେରଣା ଦେଇଛନ୍ତି ଯେ ତମେ ଓଲ୍ଡ ଏଜ ହୋମ ଯାଉଛ, ସବୁ ଯାଉଛ, କିନ୍ତୁ ଗାଁର ପିଲାମାନଙ୍କ ସହିତ ଆଜି କାର୍ଯ୍ୟକ୍ରମଟି କର। ମୁଁ ତାଙ୍କଠୁ ପ୍ରେରଣା ପାଇ ଏ କାର୍ଯ୍ୟକ୍ରମଟି କରୁଛି। ସେ ମତେ ଆଗକୁ ପିଲାବେଳୁ ମଧ୍ୟ ପ୍ରେରଣା ଦେଇଛନ୍ତି, ଆଉ ଆଗକୁ ମଧ୍ୟ ଦେବା ପାଇଁ ମୁଁ ଭାବୁଛି। ଯଶୋଦା ଫାଉଣ୍ଡେସନ ସେ ବହୁତ ଗୁଡ଼ାଏ କାର୍ଯ୍ୟକ୍ରମ, ଏମିତି ବହୁତ ଜନହିତ କାର୍ଯ୍ୟକ୍ରମ, ବହୁତ ଗୁଡ଼ାଏ କାର୍ଯ୍ୟକ୍ରମ କରୁଛନ୍ତି। ଆଜି ଗୋଟେ ନିଆରା ଢଙ୍ଗରେ ସେ ପିଲାଙ୍କ ପାଇଁ ଗୋଟେ ଦିନଟେ ଆଜି ଗୋଟେ ବହୁତ ବଢ଼ିଆ କାର୍ଯ୍ୟକ୍ରମ କରୁଛନ୍ତି। ଯେଉଁ ପିଲାମାନେ ଏଥିରେ ରହିକିରି ପିଲାମାନଙ୍କ ମୁହଁରେ ଯେଉଁ ହସ ଖୁସି ଫୁଟେଇଛନ୍ତି, ଯଶୋଦା ଫାଉଣ୍ଡେସନ ଗୀତା ମ୍ୟାଡ଼ାମ ଅଛନ୍ତି, ତାଙ୍କର ଯେ ଟ୍ରଷ୍ଟି, ବହୁତ ଖୁସି ଲାଗୁଛି। ଏ କାର୍ଯ୍ୟକ୍ରମରେ ମୋତେ ଡାକି ମୁଁ ଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ମୁଁ ପ୍ରଶାନ୍ତ କୁମାର ଶତପଥୀ, ଛତ୍ରପୁର। ପ୍ରକୃତରେ ଏଇଟା ଏକ ନିଆରା କାର୍ଯ୍ୟକ୍ରମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଶୋଦା ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ଜଣେ ମହିଳା ସାଗରିକା ପଣ୍ଡା ଜଣେ ସମାଜସେବୀ ହିସାବରେ ବହୁତ କିଛି କାର୍ଯ୍ୟ କରୁଛନ୍ତି, କିନ୍ତୁ ଏ ପିଲାମାନଙ୍କ ଗହଣରେ ଗୋଟିଏ ଦିନ କଟେଇବା, ତାଙ୍କ ସାଙ୍ଗରେ ଶ୍ରଦ୍ଧା ବାଣ୍ଟିବା, ସ୍ନେହ ବାଣ୍ଟିବା, ହସ ଖୁସିରେ ରହିବା, ଏପରି କାର୍ଯ୍ୟକ୍ରମ କେବେ ହେଇନଥିଲା। ପ୍ରଥମ ଥର ଏଇ କାର୍ଯ୍ୟକ୍ରମ ହେଇଛି। ଏଇ କାର୍ଯ୍ୟକ୍ରମରେ ସେ ଗୋଟେ କେକ୍ ଗୋଟେ ମଧ୍ୟ ଆଣିଥିଲେ, ବେଲୁନ ଆଣିଥିଲେ, ମିଠା ଦିଆ ହେଇଥିଲା, କଲମ ଦିଆ ହେଇଥିଲା। ଏପରି କେକ୍ କାଟିକି ସମସ୍ତେ ଗୋଟିଏ ସ୍ୱରରେ ହ୍ୟାପି ବାର୍ଥଡେ କହିବାଟା, ଏଇଟା ଗୋଟେ ଯୋଉ ପରମ୍ପରା, ସତରେ ବହୁତ ଭଲ ଲାଗିଲା। ଗାଁରେ ସମସ୍ତ ବয়োଜ୍ୟେଷ୍ଠ ମାନେ ମଧ୍ୟ ସାଙ୍ଗରେ ସାମିଲ ହୋଇଥିଲେ। ଆଉ ଏଇ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ବହୁତ ପ୍ରେରଣା ଦିଆହେଇଛି, ଉତ୍ସାହ ଦିଆହେଇଛି। ନିରାକାର ସାହୁ, ଆଜି ଏଇ ଯୋଉ ଆମ ପିଲାମାନଙ୍କ ପାଇଁ ଯୋଉ ଏଇ ଯଶୋଦା ଫାଉଣ୍ଡେସନ ତରଫରୁ ଆମ ପିଲାମାନଙ୍କ ସହିତ ଆସି ଖେଳ, ମଜା ଏବଂ ଅନେକ କାର୍ଯ୍ୟକ୍ରମ କରିଛନ୍ତି ଏବଂ ଆମେ କେମିତି ଆଗେଇ ଯିବା, ଆମ ଦେଶର କେମିତି ନାଁ ରଖିବା, ସେଇ ବିଷୟରେ ଆମ ମାନଙ୍କୁ କିଛି କୁହାଯାଇଛି ଏବଂ ଆମ୍ଭେମାନେ ଏଇ କଥାକୁ ଅକ୍ଷର ଅକ୍ଷରେ ପାଳନ କରିବା ଉଚିତ। ଗଞ୍ଜାମ ଛତ୍ରପୁରରୁ ପ୍ରଶାନ୍ତ କୁମାର ମହାରଣାଙ୍କ ରିପୋର୍ଟ, ତେଜ ଓଡ଼ିଶା।